ଆଜିର ଅନୁଚିନ୍ତା ଅଯୋଗ୍ୟକୁ ଯୋଗ୍ୟ ବନେଇବା ସମ୍ଭବ, କିନ୍ତୁ ବିଶ୍ୱାସଘାତକକୁ ବିଶ୍ୱସ୍ତ ବନେଇବା ଅସମ୍ଭବ। ଝଡ଼ି ଯାଇଥିବା ଫୁଲ ପୁଣି ଥରେ ଗଛକୁ ଫେରିପାରେନି। ତେଣୁ ଅତୀତ ବିଷୟରେ ଚିନ୍ତା ନ କରି ବର୍ତ୍ତମାନକୁ ଭଲ ପାଆନ୍ତୁ, ଭବିଷ୍ୟତ ପାଇଁ ବଞ୍ଚନ୍ତୁ ଏବଂ ଓଠରେ ସୁନ୍ଦର ହସକୁ ସର୍ବଦା ସଜେଇ ରଖନ୍ତୁ। ଯାହା ଆମେ ଚାହିଁଥାଉ ତାହା ସବୁବେଳେ ପାଇପାରିନଥାଉ, କିନ୍ତୁ ବେଳେବେଳେ ଆମ ଅଜାଣତରେ ଏଭଳି କିଛି ପାଇଥାଉ ଯାହା କେବେ କଳ୍ପନା କରିନଥାଉ। ତାହା ହିଁ ଆମ ପାଇଁ ଭଗବାନଙ୍କ ଆଶୀର୍ବାଦ ହୋଇଥାଏ। ନୀରବତା ଏବଂ ଧୈର୍ଯ୍ୟଠାରୁ କୌଣସି ବଡ଼ ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ। ଜୟ ଜଗନ୍ନାଥ।